अहम ब्रह्मास्मि प्रणाम जय जीव जय जीव। ଜୟ ପ୍ରଣାମ। ଆଜ୍ଞା ଆଜ୍ଞା କୁହନ୍ତୁ କଣ ପ୍ରଶ୍ନ କଣ ଥିଲା? ହଁ ପ୍ରଶ୍ନ ଏଇ ତ ଭିଡିଓ ଦେଖୁଥିଲି, ଆଜ୍ଞା ତା ଭିତରୁ ମାନେ ସଡନ କ୍ୱେଶ୍ଚନ ଟା ଆସିଲା, ମୁଁ ଭାବିଲି ପଚାରିଦିଏ। ଆଜ୍ଞା ଆଜ୍ଞା କୁହନ୍ତୁ କଣ ହଁ ଥିଲା ଆମେ ପ୍ରଶ୍ନ? ତ ଜାଣିଛୁ ଯେ ଆତ୍ମା ତାଙ୍କର ତ ଗତି ନାହିଁ, ସେ ସର୍ବବ୍ୟାପକ, କୁଆଡେ ଯାଆନ୍ତିନି ଆସନ୍ତିନି, ଆଜ୍ଞା ଏକ ବର୍ଷରେ ସେ ତ ଯେତେବେଳେ ଗୋଟେ କୌଣସି ପ୍ରାଣୀ କିମ୍ବା ମଣିଷ ତାଙ୍କର ଯେତେବେଳେ ମୃତ୍ୟୁ ହେଇଯାଉଛି, ଆଜ୍ଞା ଶରୀର ମୃତ୍ୟୁ ହେଇଯାଉଛି, ଯେତେବେଳେ ତାକୁ ଆମେ ଶବ ବୋଲି କହୁଛୁ, ଆଜ୍ଞା ସେତେବେଳେ ତାଙ୍କର ସ୍ଥିତି ଟା କୋଉଠି? ମୋ ମନକୁ କାହିଁକି ଆସିଲା ପ୍ରଶ୍ନଟା। ସେତେବେଳେ ଯଦି ସେ ସର୍ବବ୍ୟାପକ, ତାହେଲେ ତ ବି ସେଠି ବି ଥିବା କଥା, ତାହେଲେ ସେଟା ମୃତ୍ୟୁ ବୋଲି କାହିଁକି କୁହାହଉଛି? ଯୋଉ ଶରୀରଟାକୁ କାହିଁ ଶବ କୁହାହଉଛି? ତ ସେଇ ସ୍ଥିତିଟାକୁ ଆମେ କଣ ବୋଲି କହିବା? ସୁନ୍ଦର ତାହେଲେ ସୁନ୍ଦର। ସର୍ବବ୍ୟାପକ ବୋଲି କେମିତି ପ୍ରମାଣ କରିବା ଯେ ସେ ସର୍ବବ୍ୟାପକ? ଯଦି ସର୍ବବ୍ୟାପକ, ତାହେଲେ ଆଜ୍ଞା ସେଠି ସେଇ ଶବ ଭିତରେ ବି ରହିଥିବା କଥା, ତ ଆଜ୍ଞା ସେତେବେଳେ ସେ ଯାଆନ୍ତି କୁଆଡେ? ଏକ ସୁନ୍ଦର। କଥା ପ୍ରଶ୍ନ। ଆଉ ଟିକେ ଆସିଲା, ଯଦି ଆମେ ଜାଣିଛେ ଆତ୍ମା ଏକ, ସେ ପୂର୍ଣ୍ଣ ତତ୍ଵ, ସବୁଆଡେ ପରିପୂର୍ଣ୍ଣ ହୋଇ ରହିଛନ୍ତି, ତ ସେତେବେଳେ ସେ ଇଣ୍ଡିଭିଜୁଆଲ ଗୋଟେ ଶରୀରରୁ ସେ କୁଆଡେ ଗାୟବ ହୁଅନ୍ତି? ବଢିଆ ବଢିଆ ପ୍ରଶ୍ନ। ଶୁଣନ୍ତୁ, ପ୍ରଥମେ ଆମେ ଷ୍ଟେପ୍ ବାଇ ଷ୍ଟେପ୍ ଯିବ, ଗୋଟେ ଗୋଟେ କଥାକୁ ଆନାଲାଇସିସ୍ କରି କରି ଗଲେ ଅନ୍ତତଃ ଗୋଟେ କ୍ଲାରିଟି ଅଫ୍ ଭିଜନ ଆସିବ। ମୂଳ ଆଜ୍ଞା କଥା ଆମେ ବୁଝିବା ଦରକାର, ଆତ୍ମା ହେଉଛି ଆଧାର, ଆତ୍ମା ହେଉଛି ବେସ୍। ବୁଝନ୍ତୁ କଥାକୁ, ଆତ୍ମା ଆଧାର। ଆତ୍ମା ନା ଆସନ୍ତି, ଆତ୍ମା ନା ଯାଆନ୍ତି, ଆତ୍ମା ସର୍ବବ୍ୟାପକ, ଆତ୍ମା ସର୍ବଜ୍ଞ, ସର୍ବଶକ୍ତିଶାଳୀ, ସବୁକିଛି। ଆତ୍ମା ଆଧାରରେ ପଞ୍ଚଭୂତ, ଆତ୍ମା ଆଧାରରେ ପ୍ରକୃତି, ଆତ୍ମା ଆଧାରରେ ଶରୀର ପରିଚାଳନା ହେଉଛି। ଏଇଟା ବୁଝିପାରିଲେ? ପ୍ରଥମ ଆଜ୍ଞା ଆତ୍ମା ଆଧାର, ପ୍ରଥମ ହେଲା ଆତ୍ମା ଆଧାର। ଯେମିତି ଆମେ କହୁଛେ ସୁନା, ସୁନାରେ ଅଳଙ୍କାର ତିଆରି ହେଇଛି, ସୁନା ଆଧାର। ଆମେ ଅଳଙ୍କାରକୁ ପରିବର୍ତ୍ତନ କରିପାରିବା, ଅଳଙ୍କାରର ଆକାର ଆକୃତିକୁ ଚେଞ୍ଜ କରିପାରିବା, କିନ୍ତୁ ସୁନାକୁ କରିପାରିବାନି। କାହିଁକି? ସୁନା ଆଧାର, ସୁନା ମୂଳ, ସୁନା ବେସିକ୍ ଏଲିମେଣ୍ଟ, ବେସିକ୍ ସବଷ୍ଟାନ୍ସ। ବୁଝିପାରୁଛନ୍ତି? ଆଚ୍ଛା, ଏଠି ହେଲା ମୂଳ ହେଲା ଆତ୍ମା। ପ୍ରଥମ କଥା ଆମେ ବୁଝିବା ଦରକାର, ଆତ୍ମା ହେଉଛି ଆଧାର। ଆଉ ଦ୍ୱିତୀୟ କଥା ହେଉଛି ଆତ୍ମା ଆପଣ ହେଇ, ଆପଣଙ୍କ ଠାରୁ ଭିନ୍ନ ନୁହନ୍ତି କେହି। ମାନେ ଯେଉଁ ତତ୍ଵ ଆମେ କହୁଛେ ସେ ତତ୍ଵ ଆପଣ। ଆଚ୍ଛା, ଏଠି କ'ଣ ହେଉଛି, ଆମେ ସମାଜକୁ ଯେହେତୁ ରଙ୍ଗ ରୂପରେ, ନାମ ଆକାର ଆକୃତିରେ, ମଣିଷ ରୂପରେ, ପଶୁ ରୂପରେ ଚିହ୍ନିଛେ, ଆକାର ଆକୃତିରେ ମାନିଛେ, କୋଉଠି ମାନିଛେ? ମନର ସ୍ତରରେ ମାନିଛେ। ତା କାରଣ କ'ଣ? ସେପରିକି ଆମକୁ ଶିକ୍ଷା ଦୀକ୍ଷା ଦିଆଯାଇଛି। ହେଉଛି ଇଏ ମଣିଷ, ଆଙ୍କ ନାଁ ଏଇଆ, ଇଏ ରାମ ଭାଇ, ଇଏ ହେଉଛି ମାମିନୀ ଅପା, ଯାହା ବି ଆମେ ସବୁ ନାଁ ସବୁ ଆମେ କହୁଛେ, ଆମେ ସବୁ ନାମ ଦେଇଛେ, ଆମେ ସବୁ ରୂପ ଦେଇଛେ। ଇଏ ସବୁ କୋଉଠି ଚାଲିଛି? ମେମୋରିରେ ଚାଲିଛି, ମସ୍ତିଷ୍କରେ ଚାଲିଛି, ମନରେ ଚାଲିଛି। ଆଚ୍ଛା, ଆତ୍ମା କୋଉଠି ଅଛନ୍ତି? ମନର ଊର୍ଦ୍ଧ୍ୱରେ ଅଛନ୍ତି, ମନର ସାକ୍ଷୀ ଭାବରେ ଅଛନ୍ତି। ଆଚ୍ଛା, ଆମେ ଯେଉଁ କହୁଛେ ଜଣେ ବ୍ୟକ୍ତି ମୃତ୍ୟୁ ହେଲା, ମୃତ୍ୟୁ ହେଲା ମାନେ କ'ଣ? ସେ ଗୋଟେ ବସ୍ତୁ ନୁହଁ କି? ସେ ଗୋଟେ ଭୌତିକ ପଦାର୍ଥ ନୁହଁ କି? ଗୋଟେ ମୃତ ଶରୀରକୁ, ଗୋଟେ ଗଛକୁ, ଗୋଟେ ପଥରକୁ, ଗୋଟେ ପାହାଡ଼କୁ ଯଦି ସମାନ କରିବେ, ଇଏ ସବୁ ଭୌତିକ ଏକ ପଦାର୍ଥ ନୁହଁ କି? ଧରିପାରିଲେ ଏଇଟା? ନାଇଁ, କ୍ଲିୟର ଆସିଲା ଟିକେ? ମାନେ ଆମେ ଯୋଉ କହୁଛୁ ଶରୀର ମୃତ୍ୟୁ ହେଲା, ଶରୀର ମାନେ କ'ଣ? ଶରୀରକୁ ଆମେ କୋଉଠି ପରଖୁଛେ? ସେ ଯୋଉ ମୃତ ଶରୀରର ଆଧାର କିଏ? ମନ। ମନର ଆଧାର କିଏ? ଆତ୍ମା। ଆଚ୍ଛା, ଆତ୍ମା ଏକ ଯେହେତୁ, ସିଏ ଆପଣ ଯେହେତୁ, ଏଠୁ ଆମେ ଅବିଦ୍ୟାରେ ପରଖୁଛେ। ଅବିଦ୍ୟାରେ ପରଖୁଛେ ମାନେ କ'ଣ? ଆମେ ଭାବି ନିଅନ୍ତୁ ଜଣେ ଭାଇ ଅଛନ୍ତି, ତାଙ୍କ ନାଁ ସୂର୍ଯ୍ୟ ଭାଇ। ସୂର୍ଯ୍ୟ ଭାଇଙ୍କ ଦେହାନ୍ତ ହେଇଗଲା। ଆଚ୍ଛା, ସୂର୍ଯ୍ୟ ଭାଇଙ୍କୁ ଆମେ ଏକ ରୂପରେ, ନାମରେ, ଆକାର ଆକୃତିରେ ଚିହ୍ନିଥିଲେ, ମାନିଥିଲେ। ଏସବୁ କୋଉଠି ମାନିଥିଲେ, କୋଉଠି ଚିହ୍ନିଥିଲେ? ମନରେ ଚିହ୍ନିଥିଲେ, ମନରେ ମାନିଥିଲେ। ସୂର୍ଯ୍ୟ ଭାଇ ବି ମୋରି ଭିତରେ ନାହାନ୍ତି କି? ମୋରି ଆଧାରରେ ପ୍ରତିବିମ୍ବିତ ହଉନାହାନ୍ତି କି? ଧରିପାରିଲେ ଏଇଟା? ସୂର୍ଯ୍ୟ ଭାଇଙ୍କର ଆଧାର କିଏ? ଆପଣଙ୍କ ମନ। ଆପଣ ମନର ଆଧାର କିଏ? ଆତ୍ମା, ଆପଣ ନିଜେ। ତ ଯେଉଁ ଶରୀର ଅନ୍ତ ହେଇଗଲେ, ଏଇଟା ବି ଏକ ସ୍ମୃତି, ଏଇଟା ବି ମନର ଏକ ବିଚାର। ଯେଉଁ ଶରୀର ଜନ୍ମ ହେଲେ ଆମେ କହୁଛେ, ଏଇଟା ବି ମନର ହିଁ ବିଚାର, ଏଇଟା ବି ଅନୁଭବର ଏକ ଦୃଶ୍ୟ, ଏଇଟା ବି ଭୌତିକ ଏକ ପଦାର୍ଥ। ଧରିପାରୁଛନ୍ତି? ବହୁତ ସୂକ୍ଷ୍ମ କଥା ଆମେ କଥା ହଉଛେ। ଆମେ ଯେହେତୁ ସଂସାରକୁ ଅନେକ ରୂପରେ ମାନିଛେ, ଆକାର ଆକୃତିରେ ଚିହ୍ନିଛେ, ଆମେ ସେଇ ବହିର୍ମୁଖୀ ହେଇକିରି ପରଖୁଛେ, ବାହାରେ ପରଖୁଛେ। ଗୋଟେ ଶରୀର ମରିଗଲା, ଆମେ ଯେହେତୁ ଗପ କାହାଣୀ ଶୁଣିଛେ, ଶରୀରରୁ ଆତ୍ମା ବାହାରିକରି କୁଆଡ଼େ ପଳାଏ,
ଶରୀରରୁ ଆତ୍ମା ବାହାରିକିରି ଆଉ ଗୋଟେ ଯୋନିରେ ଜନ୍ମ ନିଏ। ଶରୀରରୁ ଆତ୍ମା ବାହାରିକିରି କିଏ କହିଲେ ପ୍ରେତାତ୍ମା ହେଲେ, କିଏ କହିଲେ ଭୂତାତ୍ମା ହେଲେ, କିଏ କହିଲେ କୁଆଡେ ବୁଲିଲେ। ଆମେ ଏଇ ପରିକା ବହୁତ ସାରା ଗପ କାହାଣୀ ଶୁଣିଛେ, ଟିଭିରେ କିଛିଟା ସିରିଏଲ ଦେଖିଛେ, କୋଉଠି କାହା ଗାଁ ଗହଳି ଆଜିକାଲି ଆପଣ ଦେଖିଥିବେ ବହୁତ ଗପ ସବୁ ଚାଲେ, ତାକୁ ବି ଆମେ ଶୁଣିଛେ। ତ ସେଇ ପରିକା ଆମେ ପରଖୁଛେ। କିନ୍ତୁ ସତ୍ୟ ହେଲା ଯାହା ବି ଆମେ ଶୁଣିଛେ, ଯାହା ବି ଆମେ ଅନୁଭବ କରିଛେ, ଯାହା ବି ଆମେ ଦେଖୁଛେ, ଇଏ ସବୁ ଭୌତିକ ବସ୍ତୁ ପଦାର୍ଥ, ଇଏ ସବୁ ରୂପ ରଙ୍ଗ, ଏସବୁ ମନରେ ପ୍ରତିବିମ୍ବିତ ହେଉଛି। ମନର ସ୍ତର ଯାଏ, କିନ୍ତୁ ମନର ସାକ୍ଷୀ ଆତ୍ମା। ଆତ୍ମା ଉର୍ଦ୍ଧ୍ୱରେ ଅଛନ୍ତି, ମନର ଉର୍ଦ୍ଧ୍ୱରେ ଅଛନ୍ତି। ଆଚ୍ଛା, ଯଦି ଆତ୍ମା ମନରେ ଉର୍ଦ୍ଧ୍ୱରେ ଅଛନ୍ତି, ତାଙ୍କୁ ଆମେ ମନ ମାଧ୍ୟମରେ ପରଖି ପାରିବା କି? ଅସମ୍ଭବ, ଅସମ୍ଭବ। କାହିଁକି ନା ସିଏ ଦ୍ରଷ୍ଟା, ସିଏ ସାକ୍ଷୀ, ସିଏ ବିଷୟ, ସିଏ ବସ୍ତୁ ନୁହନ୍ତି। କିନ୍ତୁ ଆମେ କ'ଣ କରୁଛେ, ସେ ବିଷୟକୁ ବସ୍ତୁ ରୂପରେ ମାନି ନେଉଛେ, ପରଖି ନେଉଛେ। ତ ସେଠି ଯେତେବେଳେ ବସ୍ତୁ ରୂପରେ ଆମେ ପରଖୁଛେ, ଫେର ଆତ୍ମା ଆଉ ଆତ୍ମା ରହୁନାହାନ୍ତି, ଆତ୍ମା ଅନାତ୍ମା ହେଇଗଲେ। ଆତ୍ମା ଅନିତ୍ୟ ପଦାର୍ଥ, ଗୋଟେ ବସ୍ତୁ ହେଇଗଲେ, ବିଷୟ ରହିଲେନି। ଯେହେତୁ ବସ୍ତୁ ପରିକା ଆମେ ମାନୁଛେ, ସେଇ ପରିକା କଳ୍ପନା କରୁଛେ, ଆମେ ବିଷୟକୁ ଧରି ପାରୁନି। ବୁଝିପାରୁଛନ୍ତି ନା ନାହିଁ? ବୁଝୁଛି ବୁଝୁଛି। ହଁ, କ'ଣ ବୁଝିଲେ ଟିକେ କହିଲେ ମତେ ଟିକେ ବୁଝାନ୍ତୁ, କାହିଁକିନା ମୁଁ ଟିକେ କ୍ଲାରିଟି ହେବେ ଆପଣ ବୁଝିଲେ କି ନାହିଁ ମତେ ମାନେ କୁହନ୍ତୁ। ହଁ, ଦିଟା ଜିନିଷ ଯୋଉ ଆମର ରହିଲା, ଗୋଟେ ହେଲା ଯୋଉ ଆମେ ମାନେ ଯୋଉ ଭୌତିକ, ମାନେ ଭୌତିକ ଆମେ ତାକୁ କାହିଁ କହୁଛେ, ମାନେ ଆମେ ତାକୁ ସବୁ ଏଇ ଇନ୍ଦ୍ରିୟ ମାଧ୍ୟମରେ ସବୁ ଜିନିଷକୁ ଅନୁଭବ କରୁଛେ, ଗ୍ରହଣ କରୁଛେ, ତ ଆଜ୍ଞା, ସେଥିପାଇଁ ସେ ହେଲା ଭୌତିକ ଜିନିଷ। ବସ୍ତୁ, ସେ ସବୁ ବସ୍ତୁ ମାନି ନିଅନ୍ତୁ, ବସ୍ତୁ। ହଁ, କିନ୍ତୁ ଯେହେତୁ ଆତ୍ମା, ସିଏ ତ ବସ୍ତୁ ନୁହନ୍ତି, ସେ ସିଏ ବିଷୟ। ସିଏ ହେଲେ ବିଷୟ, ସିଏ ହେଲେ ବାସ୍ ଆଧାର। ମନେ କରନ୍ତୁ ଗୋଟେ, ଏଇ ଯେମିତି ମୁଁ ଗୋଟେ ଛୋଟିଆ କଥାରେ ବୁଝିଥିଲି, ଏଇ ଇଲେକ୍ଟ୍ରିକ କରେଣ୍ଟଟା କଥା ମୁଁ ବୁଝିଥିଲି ଯେ ଆଜ୍ଞା, କରେଣ୍ଟ ଶକ୍ତି, ଶକ୍ତି ଯୋଉ ସେଇ ଶକ୍ତି ରୂପରେ ସିଏ, ଯଦି ବାସ୍ ସିଏ ଚାରିଟା ପାଞ୍ଚଟା ଯଦି ଫ୍ୟାନ, ଟିଭି, ଫ୍ରିଜ ଆକୁ ସବୁ ଚଳଉଛନ୍ତି, ଯଦି ସେଇ ଟିଭି ଫ୍ରିଜ ସେ ସବୁ ଶରୀରକୁ ତାକୁ ଆମେ ମାନିବା, ସେ ସବୁ ହେଲେ ଶରୀର। ଆଜ୍ଞା, ଆଜ୍ଞା, ଏଇଟା କେମିତି ହବ କଥା? ଯଦି ସେ ହେଲେ ଶରୀର, ତ ଆଜ୍ଞା, ସେ ଚାଲୁଛନ୍ତି ତାଙ୍କ ସେ ଶକ୍ତି ଆଧାରରେ, ବିନା ଆଧାରରେ ଏ ସବୁ ଚାଲିପାରିବନି, ବାସ୍ 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 ବାସ୍। ଚାଲିପାରିବନି। କିନ୍ତୁ କଥା ହେଲା, ଆଉ ୟାଙ୍କ ଦ୍ଵାରା ଯୋଉ କାମ ହବ, ସେ ଆଜ୍ଞା, ଶକ୍ତି ବି ସେ କରିପାରିବେନି, ସେ କାମ ତାଙ୍କ ସେ ଶକ୍ତିଙ୍କ ଦ୍ଵାରା ହବନି, ଯେହେତୁ ସିଏ ଆଧାର କେବଳ, ସିଏ ପୁରା ମାନେ କିଛି କରନ୍ତିନି, ନିଷ୍କ୍ରିୟ ନା। ବାସ୍ 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 ବାସ୍, ସୁନ୍ଦର ସୁନ୍ଦର। ଆଉ ଗୋଟେ କଥା ଆମେ ସମସ୍ତେ ଜାଣିବା ଦରକାର, ଆମେ ଯେତିକ ବି ଭୌତିକ ବସ୍ତୁ ପଦାର୍ଥର ଆଧାର ନେଇକରି ଆତ୍ମାକୁ ଚିହ୍ନିବା ପାଇଁ ଚେଷ୍ଟା କରୁଛେ, ଗୋଟେ ସ୍ତର ଯାଏ ଭୌତିକ ବସ୍ତୁ ପଦାର୍ଥ ଆମକୁ ଚିହ୍ନିବାରେ ସାହାଯ୍ୟ କରିବ। ଗୋଟେ ସ୍ତରରେ ଫେର ବସ୍ତୁରେ ଫେର ପ୍ରଶ୍ନ ଉଠିପାରେ। ବୁଝିପାରୁଛନ୍ତି? ଆମେ ଯୋଉ କରେଣ୍ଟ କହୁଛେ, କରେଣ୍ଟକୁ ଆମେ ବୁଝିବା ପାଇଁ ଗୋଟେ ଉଦାହରଣ ସ୍ୱରୂପ ନେଇଥିଲେ, କିନ୍ତୁ କରେଣ୍ଟ ବି ଆତ୍ମା ସାଙ୍ଗରେ ତୁଳନା ହବନି। କାହିଁ ନା। ତୁଳନା ହବନି? କରେଣ୍ଟ ବି ଆମେ କହିବା ଡିସି କରେଣ୍ଟ, ଆମେ କହିବା ଏସି କରେଣ୍ଟ, ଆମେ କହିବା କରେଣ୍ଟ ରହୁଛି, କରେଣ୍ଟ ପଳଉଛି, ଫେର ସେଠି ପ୍ରଶ୍ନ ଉଠିବ। ଇଏ ଯୋଉ କରେଣ୍ଟ ଆମେ କହୁଛେ, କିମ୍ବା ଆମେ ଲହଡ଼ି ପାଣିର ଉଦାହରଣ ଦେଇଛେ, କିମ୍ବା ଆମେ ସୁନା ଅଳଙ୍କାରର ଉଦାହରଣ ନେଉଛେ, କିମ୍ବା ଆମେ ମାଟି ହାଣ୍ଡିର ଉଦାହରଣ ନେଉଛେ, ଇଏ ସବୁ କେବଳ ଆମକୁ ଆତ୍ମାକୁ ଚିହ୍ନିବା ପାଇଁ ସାହାଯ୍ୟ କରିବ, ସହାୟକ ହବ। ଏକ ଉଦାହରଣ ସ୍ୱରୂପରେ ଆମେ ବୁଝିବା ପାଇଁ କିମ୍ବା ବୁଝିବା ପାଇଁ ବ୍ୟବହାର କରିପାରିବା। କିନ୍ତୁ ଆତ୍ମା ସାଙ୍ଗରେ ଏ ସବୁ ତୁଳନା ହବନି। ଆତ୍ମା ଏପରିକା ଏକ ଦିବ୍ୟ ବସ୍ତୁ। ଗୋଟେ କଥା ଦେଖନ୍ତୁ, ଆପଣ ଦେଖନ୍ତୁ, ଆପଣ ଭାବୁଛନ୍ତି କ'ଣ ନା, ଏବେ ମାନସିକ ସ୍ତରକୁ ଆମେ ପରଖିବା। ମାନସିକ ସ୍ତରକୁ ପରଖିବା କ'ଣ? ଆପଣ ଏବେ ଯେଉଁ କଥା ହେଉଛନ୍ତି, ଆପଣ ଭାବୁଛନ୍ତି ମୁଁ କିଏ ଜଣେ ଅଲଗା ଅଛି, ମୁଁ କିଏ ଜଣେ ବାହାରେ ଅଛି, କେଉଁଠି ଜଗତସିଂହପୁରରେ ଅଛି, କେଉଁଠି ପ୍ରଚାର କରୁଛି, ଆପଣ ମୋ ପାଖରେ ବୁଝିବା ପାଇଁ କିଛି ଚେଷ୍ଟା କରୁଛନ୍ତି। କିନ୍ତୁ ମୁଁ ଆପଣଙ୍କ ଆଧାର ବିନା ଅଛି କି? ଆପଣଙ୍କ ଭିତରେ ହିଁ ନାହିଁ କି? ଧରିପାରିଲେ ନା ଧରିପାରିଲିନି? ଧରିପାରିଲେନି। ଗୋଟେ କଥା ଦେଖନ୍ତୁ, ମୁଁ ଅଛି, ମୋର ଅସ୍ତିତ୍ୱର ଆଧାର ଆପଣଙ୍କ ମନ ନୁହଁ। ହଁ। ଧରିପାରିଲେ କଥାକୁ? ଆପଣ ମନରେ ମନନ କରୁଥିବାରୁ, ଚିନ୍ତନ କରୁଥିବାରୁ ମୋର ଶବ୍ଦ, ମୋର ଭାଷା, ମୋର ଶରୀର, ମୋର ଅସ୍ତିତ୍ୱ ଅଛି, ହଁ କି ନାହିଁ? ଆଚ୍ଛା, ଆପଣଙ୍କ ମନ ଆଧାର ବିନା ମୋର କିଛି ଅସ୍ତିତ୍ୱ ଅଛି କି? ନାଇଁ। ନାହିଁ। ଏଇଟା ବୁଝିପାରିଲେ? ହଁ। ଆଚ୍ଛା, ସେଇ କଥା ମୋ ପକ୍ଷରେ ବି ହବ। ମୋ ପକ୍ଷରେ ବି ହବ କ'ଣ? ଏଠି ମୋ ମନର ଆଧାର ଆପଣ, ମୁଁ ବି ଆପଣଙ୍କୁ ମୋ ମନ ମାଧ୍ୟମରେ ହିଁ ପରଖୁଛି। ଆପଣ ଯାହା ବି ଉତ୍ତର ଦେଉଛନ୍ତି, ପ୍ରଶ୍ନ ପଚାରିଲେ ହଁ ନା କହୁଛନ୍ତି, ଆଉ ସେ ଯେଉଁ ଭାଷା ମୁଁ ଯାହା ବି ଶୁଣୁଛି, ତା ଆଧାର ମୋ ମନ ନୁହଁ କି? ଆଚ୍ଛା, ଗୋଟେ ସ୍ତରରେ ଆସିକିରି ଦୁଇଟାକ ମନ ଏକ ହିଁ ଯାଉନି କି? କୋଉଠି ନା କୋଉଠି ଯୋଡ଼ି ହେଇକିରି ନାହିଁ କି? ହଁ, ଯୋଡ଼ି ହେଇକି ନଥିଲେ କେମିତି? ଶୁଣନ୍ତୁ, ଗୋଟେ କଥା, ଦିଟା ଫୋନ ଅଛି, ଆଜ୍ଞା। ଦିଟା ଫୋନ।
ଦିଟା ଫୋନ୍ ମଧ୍ୟରେ କିଛି ତ କନେକ୍ଟିଭିଟି ଅଛି, ତାର ଅଛି, ଆମେ କହୁଛେ ଟାୱାର ଅଛି। ଟାୱାର ବି ଏକା କଥା। ଟାୱାର କ'ଣ ମୋଡମ ମାନେ ଯେଉଁ ଏନାଲଗ ମେସେଜକୁ ଡିଜିଟାଲରେ, ଡିଜିଟାଲ ମେସେଜକୁ ଏନାଲଗରେ କନଭର୍ଟ କରୁଛି। ମୋଡମ ବି ସେଇ ତାର ପରୀକ୍ଷା ହିଁ କନେକ୍ଟ କରିକି ରଖିଛି। ଆମେ ଯେଉଁ କହୁଛେ ଟାୱାର, ଆମେ ଯେଉଁ ମୋବାଇଲ କହୁଛେ କିମ୍ବା ଲ୍ୟାଣ୍ଡଲାଇନ୍ କହୁଛେ, ମୋବାଇଲ ବି କୋଉଠି ନା କୋଉଠି ଅପ୍ଟିକାଲ ଫାଇबर କେବୁଲ ମାଧ୍ୟମରେ ଯୋଡ଼ି ହେଇକି ଅଛି, ଟାୱାର ମାଧ୍ୟମରେ ଯୋଡ଼ି ହେଇକି ଅଛି। ମୋବାଇଲ ବି କୋଉଠି ନା କୋଉଠି ଯୋଡ଼ି ହେଇକି ଥିବାରୁ ମୁଁ ଯେଉଁ କଲ୍ କରୁଛି ଆପଣ ହେଉଛି ତାକୁ ମାନେ ରେସ୍ପନ୍ସ କରୁଛନ୍ତି। ଯେତେବେଳେ ଡାଟା ସରିଯାଉଛି, ଯେତେବେଳେ ଆମର ରିଚାର୍ଜ ସରିଯାଉଛି, ମୋବାଇଲକୁ ଡିସକନେକ୍ଟ କରିଦେଉଛନ୍ତି। ଡିସକନେକ୍ଟ କରିଦେଲେ ଆଉ ଆମେ ଯୋଡ଼ି ହିଁ ପାରୁନି। ମାନେ ଦିଟା ମୋବାଇଲ, ଦିଟା ଡିଭାଇସ୍ କିମ୍ବା ଆମେ ଯଦି କହିବା ଇଣ୍ଟରନେଟ୍, ଇଏ ସବୁ କୋଉଠି ନା କୋଉଠି ଯୋଡ଼ି ହେଇକି ଥିବାରୁ ଇଏ କମ୍ୟୁନିକେଟ୍ କରିପାରୁଛନ୍ତି, ଡାଟା ଟ୍ରାନ୍ସଫର କରିପାରୁଛନ୍ତି, ଭିଡ଼ିଓ ସେୟାର କରିପାରୁଛନ୍ତି, ଅଡ଼ିଓକୁ ଶୁଣି ପାରୁଛନ୍ତି। ଏଇଟା ଧରିପାରିଲେ? ତ ସେମିତି ମୋର ଯେଉଁ ମନ, ଆପଣଙ୍କର ଯେଉଁ ମନ, ଏ ଦିଟା ମନ ଗୋଟେ ସ୍ତରରେ ଆସିକିରି ଦେଖିବା ଏକ। ଆଉ ଦିଟା ମନର ଯେଉଁ ଆଧାର, ଯାହାକୁ ଆମେ ଆତ୍ମା କହୁଛେ, ସେ ବି ଏକ। କିନ୍ତୁ ଏ କଥା ବହୁତ ସୂକ୍ଷ୍ମ କଥା, ବହୁତ ଆକୁ ସମସ୍ତେ ଧରିପାରନ୍ତିନି। ବହୁତ ଲୋକ ଏମିତି ବି କରିଦେଇଛନ୍ତି ଆତ୍ମା ଅନେକ। ଆଜ୍ଞା, ଆତ୍ମାର ତ ରଙ୍ଗ ରୂପ ନାହିଁ। ଆତ୍ମା ଅନେକ ଆପଣ କେମିତି ବର୍ଣ୍ଣନା କରିବେ? ଆତ୍ମାର ଲକ୍ଷଣ କ'ଣ? ଅନେକ କାହା ଆଧାରରେ କହୁଛନ୍ତି? ଫେର ସେ ଗପ କହିବେ, ଜୀବାତ୍ମା ଅଲଗା, ପରମାତ୍ମା ଅଲଗା, ଜୀବାତ୍ମା ଛୋଟ, ପରମାତ୍ମା ବଡ଼, ଜୀବାତ୍ମା ଅଳ୍ପଜ୍ଞ, ପରମାତ୍ମା ସର୍ବଜ୍ଞ। ଗପ କାହାଣୀ କହିବେ। ଗୋଟେ କଥା ଏତିକି ମନେ ରଖନ୍ତୁ, ଆତ୍ମା ଯେହେତୁ ଏକ, ଯେଉଁ ଫାଷ୍ଟ ପର୍ସନ ଏକ୍ସପିରିଏନ୍ସ ଆମେ କହୁଛେ, ଫାଷ୍ଟ ପର୍ସନ ଏକ୍ସପିରିଏନ୍ସ ଗୋଟାଏ। ଧରିପାରିଲେ? ଏଇଟା ଫାଷ୍ଟ ପର୍ସନ ଏକ୍ସପିରିଏନ୍ସ ମାନେ ପ୍ରଥମ ସ୍ତରର ଅନୁଭୂତି। ଏଠି ମୋର ଯେଉଁ ଏକ୍ସପିରିଏନ୍ସ ଅଛି, ଯିଏ ଏକ୍ସପିରିଏନ୍ସର ଏକ୍ସପିରିଏନ୍ସ କରୁଛନ୍ତି, ଯେଉଁ ଦ୍ରଷ୍ଟା ଅନୁଭବ କରୁଛନ୍ତି, ସେଇ ଏଠି ବି ଅଛନ୍ତି, ସେଇ ସେଠି ବି ଅଛନ୍ତି। ତାଙ୍କର ଭିତରେ ଖେଳ ଚାଲିଛି, ତାଙ୍କର ଭିତରେ ଲୀଳା ଚାଲିଛି, କିନ୍ତୁ ମନ ବହିର୍ମୁଖୀ ହେଇଯାଇଛି, ମନ ଅବିଦ୍ୟାରେ ହେଇଯାଇଛି। ଆଚ୍ଛା, ଗୋଟେ କଥା ଏମିତି ଭାବନ୍ତୁ, ଆମେ ତ ବୟସ୍କ ଲୋକ, ଯାହା ବି ହଉ, ମୋଠୁ ଆପଣ ବହୁତ ବୟସ୍କ, ମୁଁ କିଛି ନହେଲେ ମୋର ବି 46 ବର୍ଷ ବୟସ, ଆପଣଙ୍କୁ ବି 50-60 ହବ। ଆମେ ଟିକେ ବୟସ୍କ ଲୋକ, ଆମେ ସମସ୍ତେ ଟିକେ ଜ୍ଞାନୀ, ଆମେ ସବୁ କଥାକୁ ପରଖୁଛେ। ଆଚ୍ଛା, ଭାବି ନିଅନ୍ତୁ ଗୋଟେ ଶିଶୁଟେ ଅଛି, ଶିଶୁଟେ ମାନେ 1 ବର୍ଷର ଶିଶୁ। ଆଚ୍ଛା, ସେ ଶିଶୁ ଯେଉଁ ସଂସାରକୁ ଦେଖୁଛି, ସେ କେବେ ହେଲେ ଭାବୁଥିବ କି କୋଉଠି ଜାତି, ଧର୍ମ, ବର୍ଣ୍ଣ, ପନ୍ଥ, ବଡ଼ ସାନ, ଜ୍ଞାନୀ ମୂର୍ଖ, ଗୁରୁ ଶିଷ୍ୟ, କିଛି ତା ଭିତରେ ଅଛି କି ପାର୍ଥକ୍ୟ? ନାଇଁ, କିଛି ନାହିଁ। ବାସ୍, କାହିଁକି ନାହିଁ? ସ୍ମୃତି ନାହିଁ, ହଁ, ଫିଲିଂ ନାହିଁ, ସେ ମେମୋରି। ଜ୍ଞାନ ହଁ, ଆହରଣ କରିନାହିଁ। ଏ ବାସ୍ ସେ ଜ୍ଞାନଟାକୁ ସେ ଆହରଣ କରିନାହିଁ। ସେ ଆହରଣ ବାସ୍ ପରେ ସେ ସେଟା ସ୍ମୃତି ହବ। ହଁ, ସେ ପିଲା, ସେ ଶିଶୁ କୌଣସି ଭୌତିକ ବସ୍ତୁ ପଦାର୍ଥର ଜ୍ଞାନକୁ ମନ ଭିତରେ ସଂଗ୍ରହ କରି ରଖିନି। ଏବେ ଆମେ ଯାହା ବି ପରଖୁଛେ, କାହା ଆଧାରରେ ପରଖୁଛେ? ମନ ଆଧାରରେ ପରଖୁଛେ, ଜ୍ଞାନ ମାଧ୍ୟମରେ ପରଖୁଛେ, ଆମ ଭିତରେ ଥିବା ସ୍ମୃତିକୁ ଆଧାର କରି ପରଖୁଛେ। ମୁଁ ହିନ୍ଦୁ, ମୁଁ ମୁସଲିମ, ମୁଁ ଶିଖ, ମୁଁ ଜୈନ ଧର୍ମ, ମୁଁ ମୁନି ସମାଜ, ଇଏ ସବୁ ଆମ ଜ୍ଞାନ ନୁହଁ କି? ଇଏ ସବୁ ଆମ ବିଚାରଧାରା ନୁହଁ କି? ସତରେ କ'ଣ ହିନ୍ଦୁ ମୁସଲିମ ଅଲଗା ଅଛନ୍ତି କି? ଯଦି ଆମେ ପରଖିବା, ସେ ବି ଶରୀର, ଇଏ ବି ଶରୀର, ସେ ବି ସେ ପଞ୍ଚଭୂତର ନିର୍ମାଣ, ଇଏ ବି ସେ ପଞ୍ଚଭୂତର ନିର୍ମାଣ। କିନ୍ତୁ ମନରେ ଆମେ ସବୁ ଅବିଦ୍ୟାରେ ବହୁତ ସାରା କଥାକୁ ମାନି ନେଇଛେ। ଆଉ ସେ ଯେଉଁ ମାନିବା ଏତେ ଷ୍ଟ୍ରଙ୍ଗ ହେଇଯାଇଛି, ତା ବିନା ଆମେ କୌଣସି ଜିନିଷକୁ ପରଖି ପାରୁନେ। ଯେହେତୁ ସଂସାରକୁ ଅନେକ ରୂପରେ, ଦେହ ଭାବରେ, ଶରୀର ରୂପରେ ଆମେ ସମସ୍ତେ ମାନି ନେଇଛେ, ଆମେ ଯେତେବେଳେ ଏନାଲାଇସିସ୍ କରୁଛେ, ସେଇ ମେମୋରିକୁ ବେସ୍ କରିକି ଯେହେତୁ ଏନାଲାଇସିସ୍ କରୁଛେ, ଆମେ ଭାବୁଛେ ଜଣେ ଶରୀର ତ ମରିଗଲା, ଆଉ ସିଏ ଶରୀର ମରିଗଲା, ସେ କୁଆଡ଼େ ଗଲା? ଆଉ ସେ ଶରୀର ମରିଗଲା, ଯଦି ମୁଁ କହିବି ନାଇଁ ମୁଁ ପରଖୁଛି, ମୁଁ ବି ତ ମରିବି, ଦିନ ଆସିବ ମୋର ବି ଦେହାନ୍ତ ହବ। ମୋର ଦେହାନ୍ତ ହବ କ'ଣ? ମୁଁ କାହାକୁ ଏଠି ଦେହାନ୍ତ ହବ କହୁଛି? ଶରୀରକୁ। ମୋ ଦେହକୁ ଅନ୍ତ ହବ ବୋଲି ମୁଁ ଭାବୁଛି, ସେ ଦେହ ସାଙ୍ଗରେ ତୁଳନା କରେ। କିନ୍ତୁ ଅସଲି ମୁଁ କ'ଣ ଏ ଦେହ କି? ନା। ଧରିପାରିଲେ କଥାକୁ? ଅସଲି ମୁଁ ଏ ଦେହ ନୁହେଁ, ମୁଁ ଏ ଦେହର ଦେହୀ। ଏ ଦେହ ଭିତରେ ଥିବା ଚୈତନ୍ୟ ସତ୍ତା, ଏ ଦେହର ଆଧାର, ଦେହ ଭିତରେ ଥିବା ବ୍ରହ୍ମ। ତେଣୁକରି ମୁଁ ଭିତରେ ଅଛି, କିନ୍ତୁ ମୁଁ ନିଜକୁ ଯେହେତୁ ଶରୀର ମାନି ନେଇଛି, ଆକାର ମାନି ନେଇଛି, ନାମ ରୂପ ମାନି ନେଇଛି, ଅନ୍ୟକୁ ସେହିପରିକା ବି ମାନି ନେଇଛି, ସେହିପରିକା ଆମକୁ ଫିଲ୍ କରାଯାଇଛି। ମୋ ନାଁ ପ୍ରିୟରଞ୍ଜନ, ସେଠି ଆଗରେ କିଏ ଅଛନ୍ତି? ରାମ, ଶ୍ୟାମ, ଦାମ, ଲକ୍ଷ୍ମୀ, ସରସ୍ୱତୀ, ଯାହା ବି ନାଁ ସବୁ ଆମେ ଦେଇଛେ। ଆମର ଗୋଟେ ଜାତି, ତାଙ୍କର ଗୋଟେ ଜାତି, ମୁଁ ଗୋଟେ ଓଡ଼ିଆ, ସେ ଜଣେ ବେଙ୍ଗାଳୀ, ଇଏ ଜଣେ ବିହାରୀ। ଏ ସବୁ ଅବିଦ୍ୟା, ଏସବୁ ଅଜ୍ଞାନ।
ସମାଜକୁ ଚିହ୍ନିବା ପାଇଁ, ସମାଜରେ ଗୋଟେ ପରମ୍ପରାକୁ ଆଚରଣ କରି ରହିବା ପାଇଁ, ସମାଜରେ ବ୍ୟବହାରିକ ରୂପରେ ଆମେ ସମସ୍ତେ ପରିଚାଳନା କରିବା ପାଇଁ ଭାଷାକୁ ଆବିଷ୍କାର କରିଛେ, ଜ୍ଞାନକୁ ଆବିଷ୍କାର କରିଛେ, ତାକୁ ସବୁ ଜିନିଷକୁ ମାନିଛେ। କିନ୍ତୁ ଏ ସବୁ ଜିନିଷ କୋଉଠି ଅଛି? ମନରେ ଅଛି। ଆତ୍ମା ମନ ନୁହନ୍ତି, ଆତ୍ମା ମନର ସାକ୍ଷୀ। ଆମେ ଯେଉଁ ଜିନିଷକୁ ବି ଯଦି ପରଖୁଛେ, ଆମେ ଶରୀରକୁ ପରଖୁଛେ, ଶବକୁ ପରଖୁଛେ, ଆମେ ହେଉଛି ମନର ଜାଗୃତ ସ୍ୱପ୍ନ ସୁଷୁପ୍ତି ଅବସ୍ଥାକୁ ପରଖୁଛେ, କିମ୍ବା ଏ ସଂସାରକୁ ପରଖୁଛେ, ଇଏ ସବୁ ଅନିତ୍ୟ, ଇଏ ସବୁ ଅସତ୍ୟ, ଇଏ ସବୁ ଆତ୍ମାର ଆଭାସ, ଇଏ ସବୁ ଆତ୍ମାରେ ପ୍ରତିବିମ୍ବିତ ହେଉଥିବା ଆତ୍ମାର କଳ୍ପନା କହିପାରିବା, ସ୍ୱପ୍ନ କହିପାରିବା। କିନ୍ତୁ ତାକୁ ବହୁତ ଲୋକ ମାନିବେନି। ଇଏ ପାଗଳିଆ ଲୋକ, ଏମିତି କ'ଣ କହନ୍ତି, ସଂସାର କ'ଣ ସ୍ୱପ୍ନ, ସଂସାର କ'ଣ ହେଉଛି ସବୁ ଦେଖାଯାଉଛି, ଘର ଅଛି, ପିଲା ଛୁଆ ଅଛନ୍ତି, ତାହେଲେ ତ ଯଦି ସଂସାର ସ୍ୱପ୍ନ, ଆପଣଙ୍କୁ ଚୁମୁଡ଼ିଲେ କାଟିବା କଥା ନୁହଁ, ଆପଣଙ୍କ ଆଙ୍ଗୁଠିକି କାଟିଦେଲେ ଆପଣଙ୍କୁ ଦର୍ଜ ହେବା କଥା ନୁହଁ। ଏମିତିଆ ବି କିଛି ଲୋକ ଅବିଦ୍ୟାରେ ସବୁ ପରଖନ୍ତି। ଆଜ୍ଞା, ଆଙ୍ଗୁଠିକି କାଟିଲେ କାହାକୁ କାଟୁଛି? ମନକୁ କାଟୁଛି, ହୁଁ ହଁ କି ନାହିଁ? ହୁଁ ମନକୁ କାଟୁଛି। ତାକୁ ହୁଁ କିଏ ଦେଖୁଛି? ମୁଁ ଦେଖୁଛି। ଦେଖିଲି। ଆଚ୍ଛା, ଏଠି ଫେର ଆଉ କିଛି ଲୋକ ଆଉ ଟିକେ ଜିଦି କରିବେ, ତାହେଲେ ତ ଆପଣଙ୍କ ଆଙ୍ଗୁଠିକି କାଟିବା ଦେଖିବା। ଗୋଟେ କଥା ମୋତେ କୁହନ୍ତୁ, ଜଣେ ହୁଁ ବ୍ୟକ୍ତିଙ୍କର ସର୍ଜରୀ ହେଇଛି, ଭାବିନିଅନ୍ତୁ ଆକ୍ସିଡେଣ୍ଟ ହେଲା, ତାଙ୍କର ଗୋଟେ ଗୋଡ଼ କଟିଗଲା। ଆଚ୍ଛା, ସର୍ଜରୀ ହେଇଥିବା ସେ ବ୍ୟକ୍ତି ଯେତେବେଳେ ଜାଗୃତ ଅବସ୍ଥାରେ ଅଛନ୍ତି ତ ଚିଲଉଛନ୍ତି, ଦର୍ଜ ହେଉଛି, ପୀଡ଼ା ହେଉଛି, ଭାରି କାଟୁଛି, ବହୁତ ପୋଡ଼ୁଛି। ଆଚ୍ଛା, ସେଇ ବ୍ୟକ୍ତି ଯେତେବେଳେ ରାତିରେ ଶୋଇ ପଡ଼ୁଛନ୍ତି, ସେ ଦର୍ଜ କୁଆଡ଼େ ଯାଉଛି? ସେ ପୀଡ଼ା କୁଆଡ଼େ ଯାଉଛି? ଅଦୃଶ୍ୟ ହେଇଯାଉଛି। କେମିତି ଅଦୃଶ୍ୟ ହେଇଯାଉଛି? ମନ ମୌନ ହେଇଯାଉଛି। ମନ ଯେତେବେଳେ ସୁଷୁପ୍ତି ଅବସ୍ଥାକୁ ପଳାଉଛି, ମନ ଯେତେବେଳେ ନିଦ୍ରା ଅବସ୍ଥାକୁ ପଳାଉଛି, ମନରେ ଯେତେବେଳେ କୌଣସି ବିଚାର ରହୁନି, ମନରେ ଯେତେବେଳେ କୋଉ ଜ୍ଞାନ ରହୁନି, ସେତେବେଳେ ସେ ପୀଡ଼ା ରହୁଛି କି? ଭାବନ୍ତୁ। ନା ଗୋଡ଼ ତ କଟିଥିବା ଛାଡ଼ନ୍ତୁ, କ୍ୟାନ୍ସରରେ ଲାଷ୍ଟ ଷ୍ଟେଜରେ, ଫୋର୍ଥ ଷ୍ଟେଜ୍ ଅଫ୍ କ୍ୟାନ୍ସରରେ ଯେଉଁ ବ୍ୟକ୍ତି ବି ଆଇସିୟୁ ଭିତରେ ଅଛନ୍ତି, ସେ ବ୍ୟକ୍ତି ବି ଯେତେବେଳେ ଶୋଇ ପଡ଼ୁଛନ୍ତି, ତାଙ୍କ ରୋଗକୁ ଭୁଲି ଯାଉଛନ୍ତି। ତାହେଲେ ଏଇଟା ପ୍ରମାଣ ନୁହଁ କି ମନ ହିଁ ପୀଡ଼ାକୁ ଭୋଗୁଛି, ମନ ହିଁ କଷ୍ଟକୁ ଭୋଗୁଛି, ମନ ହିଁ ସୁଖକୁ ଭୋଗୁଛି? ଏଇଟା ସାକ୍ଷାତ ପ୍ରମାଣ ନୁହଁ କି? କିନ୍ତୁ ଆମେ ଧରିପାରୁନେ, ଏ ଯେଉଁ ସୂକ୍ଷ୍ମ କଥାକୁ ଆମେ ଧରିପାରୁନେ। ତେଣୁକରି ଯେଉଁ ଜନ୍ମକୁ, ଯେଉଁ ମୃତ୍ୟୁକୁ, ଯେଉଁ ଶରୀରକୁ, ଯେଉଁ ଶବଦହକୁ, ଯାହାକୁ ବି ଆମେ ସବୁ ପରଖୁଛେ, ଏସବୁ ବସ୍ତୁ, ଏସବୁ ଭୌତିକ ସଂସାରର ଆକାର ଆକୃତି, ଆତ୍ମାର କଳ୍ପନା, ଆତ୍ମାର ସ୍ୱପ୍ନ। କିନ୍ତୁ ଏ ସମ୍ପୂର୍ଣ୍ଣ ବିଷୟ, ଏ ଯେଉଁ ସମ୍ପୂର୍ଣ୍ଣ ଭୌତିକ ସଂସାରକୁ, ଏ ସମ୍ପୂର୍ଣ୍ଣ ଇନ୍ଦ୍ରିୟଙ୍କ ଅନୁଭବକୁ, ଏ ସମ୍ପୂର୍ଣ୍ଣ ମନର ବିଚାରକୁ ଯିଏ ଦେଖୁଛନ୍ତି, ସିଏ ଆତ୍ମା। ଆଉ ସିଏ ଆକାର ନୁହନ୍ତି, ସେ ନିରାକାର, ନିର୍ଗୁଣ, ଅଲେଖ, ଅବ୍ୟକ୍ତ। ଅବ୍ୟକ୍ତ ଅବସ୍ଥା କୁହାଯାଇଛି ଆତ୍ମାକୁ। ଅବ୍ୟକ୍ତ ମାନେ ଯାହାକୁ ବ୍ୟକ୍ତ କରି ବାଣୀ ମାଧ୍ୟମରେ ଆମେ ବର୍ଣ୍ଣନା କରିପାରିବାନି, ମନ ମାଧ୍ୟମରେ ମନନ ଚିନ୍ତନ କରିପାରିବାନି, ଆମ ଇନ୍ଦ୍ରିୟ ମାଧ୍ୟମରେ ଦେଖିପାରିବାନି କିମ୍ବା ଦର୍ଶାଇ ପାରିବାନି। ତା କାରଣ ସିଏ ବସ୍ତୁ ନୁହନ୍ତି, ସେ ବିଷୟ, ସିଏ ଆଧାର। ଯେମିତି ଆମେ ଆଲୋକ ମାଧ୍ୟମରେ ସବୁ କିଛି ବସ୍ତୁ ପଦାର୍ଥକୁ ଦେଖିପାରୁଛେ। ଏବେ ମୋ ଆଗରେ ଗୋଟେ ଚେୟାର, କମ୍ପ୍ୟୁଟର ଥୁଆ ହେଇଛି, ଲାଇଟ୍ ଜଳୁଛି, ଏସବୁ ଆଲୋକ ମାଧ୍ୟମରେ ସବୁ କିଛି ଦେଖିପାରୁଛି। ଆଚ୍ଛା, ମୁଁ ଯଦି କହିବି ଆଲୋକକୁ ଦେଖିବି, ଆଲୋକକୁ ଦେଖି ହବ କି? ନା ତାମାନେ ଆଲୋକ ନାହିଁ କହିହବ କି? ନା କହିହବନି। ଆଲୋକକୁ ଦୃଶ୍ୟ ମାଧ୍ୟମରେ ଦେଖୁଛେ, ଆଲୋକ ଥିବାରୁ ବସ୍ତୁ ପଦାର୍ଥ ପ୍ରତିବିମ୍ବିତ ହେଉଛି କିମ୍ବା ଦୃଶ୍ୟମାନ ହେଉଛି। କିନ୍ତୁ ଆଲୋକ ଯେହେତୁ ଆଧାର, ସେ ଆଧାର ମାଧ୍ୟମରେ ବସ୍ତୁକୁ ଦେଖିକିରି ଆମେ ଚିହ୍ନିପାରିବା ଆଲୋକ ଅଛି। କିନ୍ତୁ ଆଲୋକକୁ ବସ୍ତୁ ରୂପରେ ଦେଖିବା ଅସମ୍ଭବ। ଠିକ୍ ସେମିତି ଆତ୍ମା ବସ୍ତୁ ନୁହନ୍ତି, ଆତ୍ମା ବିଷୟ। ଆଉ ସେ ଆତ୍ମା ଆପଣ ନିଜେ। ଏଠି ହେଉଛି କ'ଣ, ଆମେ ନିଜକୁ ଏକ ବସ୍ତୁ ରୂପରେ ଦେଖିବା ପାଇଁ ଚେଷ୍ଟା କରୁଛେ, ନିଜକୁ ନିଜଠାରୁ ଅଲଗା ଚିହ୍ନିବା ପାଇଁ, ଅଲଗା ଦେଖିବା ପାଇଁ, ଅଲଗା ଅନୁଭବ କରିବା ପାଇଁ ଚେଷ୍ଟା କରୁଛେ, ଯେଉଁଟାକି ଅସମ୍ଭବ। ବୁଝିପାରୁଛନ୍ତି? ଏଠି ଫେର ଆଉଥରେ ଆମେ ବହିର୍ମୁଖୀ ହେଇକିରି ପରଖୁଛେ, ତାହେଲେ ସେ ଯେଉଁ ଲୋକ ମରିଗଲା କୁଆଡ଼େ ଗଲା? କେହି ମରିନାହାନ୍ତି, କେହି ଆସୁନାହାନ୍ତି, କେହି ଯାଉନାହାନ୍ତି। ଯଦି ବହୁତ ଡିପ୍କୁ ଯାଇକି ଆପଣ ଏନାଲାଇସିସ୍ କରିବେ, ପଞ୍ଚଭୂତରେ ଗୋଟେ ଆକାର ଗଢ଼ି ହେଉଛି, ଏକ ସ୍ୱରୂପ ନେଉଛି। ସେ ସ୍ୱରୂପକୁ ହିଁ ଆମେ ଜନ୍ମର ନାଁ ଦେଇଛେ, ଶିଶୁର ନାଁ ଦେଇଛେ, କିଶୋର ଅବସ୍ଥା, ଯୁବ ଅବସ୍ଥା, ତାପରେ ଆମେ ବୃଦ୍ଧ ଅବସ୍ଥା। ସେ ପଞ୍ଚଭୂତରେ ଗଢ଼ା ହେଇଥିବା ଏକ ଢାଞ୍ଚାକୁ, ଏକ ଶରୀରକୁ ଆମେ ନାଁ ଦେଇଛେ। ସେ ପଞ୍ଚଭୂତରେ ଗଢ଼ା ହେଇଥିବା ଶରୀର ସମୟ ଆସୁଛି ଆଉ ଥରେ ପଞ୍ଚଭୂତରେ ବିଲୀନ ହେଇଯାଉଛି, ଅନ୍ତ ହେଇକିରି। ତ ଏଠି ଲହଡ଼ି ଉଠିଲା, ଲହଡ଼ି ସମୁଦ୍ରରେ ଯେତେବେଳେ ଉଠିଲା, ଆମେ ଲହଡ଼ିକୁ ଗୋଟେ ନାମ ଦଉଛେ। ଏଇଟା ବଡ଼ ଲହଡ଼ି, ସେଟା ଛୋଟ ଲହଡ଼ି, ଏ ଲହଡ଼ି ଭଲ ଦେଖାଯାଉଛି, ସେ ଲହଡ଼ି ଭଲ ଦେଖାଯାଉନି। କିନ୍ତୁ ଲହଡ଼ିର ତତ୍ତ୍ୱ ହେଲା ପାଣି। ପାଣି ଏକ ଆକାର ନେଇଛି, ପାଣି ପାଣିରେ ମିଶି ଯାଉଛି।
ସେମିତି ପଞ୍ଚଭୂତରେ ଶରୀର ସବୁ ଆକାର ନେଉଛନ୍ତି, ଶରୀର ପଞ୍ଚଭୂତରେ ଆଉ ଥରେ ବିଲୀନ ହେଇଯାଉଛନ୍ତି। ଏଠି ବାରମ୍ବାର ସାଧନାରେ ଆମକୁ କୁହାଯାଇଥାଏ ଆମେ ମୋହ ରଖିବାନି, ମୋହ ରଖିବାନି। ମୋହ ହିଁ ଦୁଃଖର କାରଣ। କିନ୍ତୁ ତାକୁ ବହୁତ ଲୋକ ବୁଝିପାରନ୍ତିନି, କହିଲେ କି କଥା, କି ପାଗଳିଆ କଥା। ମୋହ ରଖିବାନି, ପିଲା ଛୁଆ ଘର ସଂସାର ଆଙ୍କ ପ୍ରତି ଆମର କର୍ତ୍ତବ୍ୟ ଅଛି, ଆଙ୍କ ପ୍ରତି ଆମର ଦାୟିତ୍ୱ ଅଛି, ଆଙ୍କ ପ୍ରତି ମୋହ ନ ରଖିଲେ କେମିତି? ଆଚ୍ଛା, ସେଇ ବ୍ୟକ୍ତିଙ୍କୁ ଯଦି ପଚାରିବା ଆପଣଙ୍କର ଦେହାନ୍ତ ହେଇଗଲେ ଏ ପରିବାର ଚଳିବନି କି, ଏ ପିଲା ଛୁଆ ରହିବେନି କି, ଏ ଘର ସଂସାର ସେମାନେ ଚଳିପାରିବେନି କି? ଚଳିବେ। ଆମେ ଦେଖୁଛେ ବହୁତ ଛୋଟ ଛୋଟ ପିଲାମାନେ ଥିବା ଗୋଟେ ପରିବାରରେ ବାପାଙ୍କର ଦେହାନ୍ତ ହେଇଗଲା, ସେ ପିଲା କେମିତି ନା କେମିତି ଚଳୁଛନ୍ତି। ହଁ ଠିକ ଅଛି, କିଛି ଦିନ ଡିପ୍ରେସନକୁ ଯିବେ, କିଛି ଦିନ ଅଭାବ ଅସୁବିଧାକୁ ଯିବେ। ଆପଣ ଯଦି ଅଚ୍ୟୁତ ସାମନ୍ତରାୟ ସାର୍ ଅଛନ୍ତି, ତାଙ୍କ ଷ୍ଟୋରି ବି ଶୁଣିଥିବେ। ତାଙ୍କ ବାପା ବହୁତ ଛୋଟ ବୟସ ଥିଲା, ତାଙ୍କର ଦେହାନ୍ତ ହେଇଗଲେ। ଇଏ ଦେଖନ୍ତୁ ଛୋଟବେଳଠୁ ଫେର କଷ୍ଟ ଅସୁବିଧା ଅଭାବର ସମ୍ମୁଖୀନ ହେଲେ, ଆଜି କିଟ୍ କିମ୍ସ ଆଉ କେତେ କ'ଣ ବଡ଼ ବଡ଼ ଇନଷ୍ଟିଟ୍ୟୁସନ୍ସ କରିଦେଇଛନ୍ତି। ତେଣୁକରି ଏଠି ଆମେ ଭାବୁଛେ ମୋହକୁ ନ ବୁଝି ପାରିକିରି ମୋହରୁ ବାହାରିବା ପାଇଁ ଆମେ ଚେଷ୍ଟା କରୁନେ। ମୋହ ଲୋଭ ହିଁ ସବୁ ଦୁଃଖର କାରଣ କୁହାଯାଇଛି, କିନ୍ତୁ ଆମେ ସେ ସୂକ୍ଷ୍ମ କଥାକୁ ଧରି ପାରୁନେ। ଏଠି ମୂଳ ହେଲା ଏତିକି ଭାବି ନିଅନ୍ତୁ, ଏ ଯେଉଁ ସଂସାରକୁ ଦେଖୁଛନ୍ତି, ସଂସାରରେ ଯିଏ ବି ଜନ୍ମ ନେଲା, ଯାହାର ବି ମୃତ୍ୟୁ ହେଲା, ଯାହା ବି ଦୃଶ୍ୟମାନ ସଂସାର, ଇଏ ଗୋଟେ ସିନେମା ପରିକା, ଗୋଟେ ମୁଭି। ଆକୁ କିଏ ଦେଖୁଛନ୍ତି? ଆପଣ ଦେଖୁଛନ୍ତି। କାହା ଭିତରେ ଦେଖୁଛନ୍ତି? ନିଜ ଭିତରେ ଦେଖୁଛନ୍ତି। ସୂକ୍ଷ୍ମ ଭିତରକୁ ଯିବେ। ଆତ୍ମା ବାହାରେ ନାହାନ୍ତି, ଆତ୍ମା ଭିତରେ ଅଛନ୍ତି ଆଧାର ରୂପରେ। ଆତ୍ମାକୁ ଚିହ୍ନିବା ପାଇଁ ହେଲେ ଅନ୍ତର୍ଯାତ୍ରା କରିବାକୁ ପଡ଼ିବ ଭୌତିକ ସଂସାର। ତା ଆଧାର କିଏ? ଇନ୍ଦ୍ରିୟ। ତା ଆଧାର କିଏ? ମନ। ମନର ଆଧାର କିଏ? ବୁଦ୍ଧି, ବିଚାର, ଜ୍ଞାନ। ତା ଆଧାର କିଏ? ତା ଆଧାରକୁ ଆପଣ ପାଇବେ ମୁଁ। ମୋ ଭିତରେ ହିଁ ସବୁ କିଛି ଚାଲିଛି। ତ ଆତ୍ମାକୁ ଚିହ୍ନିବା ପାଇଁ ହେଲେ ଓଲଟା ଯାତ୍ରା କରିବାକୁ ପଡ଼ିବ। କିନ୍ତୁ ବହୁତ ସାରା ଗପ କାହାଣୀରେ ଆମେ ହଜି ମଜି ଜାଣିଛେ, ଆତ୍ମା ଆସିବ, ଆତ୍ମା ଯିବ, କର୍ମଫଳକୁ ନେଇକରି ଆଉ କେଉଁ ଯୋନିରେ ଜନ୍ମ ନେବ। ଆଜ୍ଞା, କେଉଁ ଯୋନି ଭିତରେ ଆତ୍ମା ନାହାନ୍ତି ଯେ ଯୋନି ତା ଭିତରେ ଯାଇକି ଆତ୍ମା ପଶିବ? ଯଦି ଆତ୍ମା ଆସୁଛି ଯାଉଛି, ତାହେଲେ ତ ଗୀତା ଭୁଲ ହେଇଗଲା, ଉପନିଷଦ ଭୁଲ ପ୍ରମାଣ ହେଲା। ଧରିପାରୁଛନ୍ତି? ଆଉ ଆମେ ଯଦି କହିବା କର୍ମଫଳକୁ ନେଇକରି ଆତ୍ମା କୋଉଠି ଶ୍ରେଷ୍ଠ ନିଚ ଯୋନିରେ ଜନ୍ମ ହୁଏ, ତାହେଲେ ଆମେ ଆତ୍ମାର ଲୀଳାକୁ ଆମେ ଅସମ୍ମାନ କରୁନେ କି? ଆମେ ନିଚ କାହାକୁ କହୁଛେ? ପଶୁ ପକ୍ଷୀ ତ ଆମଠୁ ଭାରି ଶାନ୍ତିରେ ଆନନ୍ଦରେ ଆରୋଗ୍ୟରେ ଅଛନ୍ତି। ଆଜିର ସମାଜକୁ ଯଦି ଆମେ ଦେଖିବା, ସବୁଠାରୁ ଦୁଃଖରେ ତ ମଣିଷ ହିଁ ଅଛି। ଧରିପାରିଲେ ଏ କଥାକୁ? ପଶୁ ପକ୍ଷୀ ତାଙ୍କର ନା କାଲିର କୌଣସି ପ୍ଲାନ୍ ଅଛି, ନା 10 ବର୍ଷର LICର ଯୋଜନା ଅଛି। କାଲି କ'ଣ ହବ ବି ତାଙ୍କର ଚିନ୍ତା ନାହିଁ। ଆଜି ଖାଇଲେ, ଆଜି ପେଟ ପୁରିଗଲା, ନାଞ୍ଜ ହଲେଇ ବୁଲୁଛନ୍ତି, ପ୍ରକୃତିର ଆନନ୍ଦ ନେଉଛନ୍ତି, ମାନେ ସ୍ୱାଧୀନ ଭାବରେ ସେ ଚଳୁଛନ୍ତି, ସେ ଶାନ୍ତିରେ ଅଛନ୍ତି। ଯଦି ସେ ଶାନ୍ତିରେ ଅଛନ୍ତି, ଆମେ କେମିତି ମାନିବା ମାନବ ଜୀବନ ହିଁ ଶ୍ରେଷ୍ଠ ଜୀବନ, ମାନବ ଯୋନି ହିଁ ଶ୍ରେଷ୍ଠ ଜୀବନ? ମାନବ ଦରକାର। ଆଜ୍ଞା, ମାନବକୁ ତ ସବୁ ଦରକାର, ମଣିଷ ସବୁ ଦରକାର। ପଶୁ ପକ୍ଷୀ ଗୋଟେ ଦେଖନ୍ତୁ, ଗୋଟେ କାଉଟେ ତାର ଯଦି ଆଜି ପେଟ ପୁରି ଯାଇନ୍ତି, ତା ପାଇଁ ଆଜି ଗୋଟେ ବିରାଟ ପର୍ବ। ଆଉ ପେଟ ପୁରିବା ପାଇଁ ତାର ସେତିକି ଭରସା ଅଛି, କୋଉଠି ନା କୋଉଠି ଟିକେ ଖାଇବା ମିଳିଯିବ। ବାହାରେ କୋଉଠି ଟିକେ ଖାଇକିରି ଖାଦ୍ୟ ପକେଇ ଦେବେ, ମିଳିଯିବ। ଗଛରେ କୋଉଠି ଫଳ ମିଳିଯିବ, କୋଉଠି ନା କୋଉଠି ପାଣି ଟିକେ ମିଳିଯିବ। ତାର ସେତିକି ଭରସା ଅଛି, ବିଶ୍ୱାସ ଅଛି, ସେ ଶାନ୍ତିରେ ଜୀବନଯାପନ କରୁଛି। ଆମେ ଦେଖନ୍ତୁ, ଆସନ୍ତା ଇଲେକ୍ସନରେ କିଏ ଠିଆ ହେବେ, ଆସନ୍ତା ଆମେରିକାର ଯୁଦ୍ଧ ହେଲା, ଆଡ଼େ ଆମ ମନରେ ନିଆଁ ନାଗିଗଲା। କୋଉଠି କ'ଣ ଗ୍ୟାସ୍ ରେଟ୍ ବଢ଼ିଗଲା, ଏବେ ଚିନି ରେଟ୍ ବଢ଼ିଯାଇଛି, ଦେଖିବେ ବହୁତ ଲୋକ କଲବଲ, ବହୁତ ଲୋକ ମାନେ ଚିନ୍ତାରେ ଅଛନ୍ତି। ତାହେଲେ ମଣିଷ ଜୀବନକୁ ଆମେ ଶ୍ରେଷ୍ଠ ଯୋନି କେମିତି କହିବା? ମଣିଷ ତ ପ୍ରତି ମୁହୂର୍ତ୍ତରେ ରାଗ ଦ୍ୱେଷରେ ବାନ୍ଧି ଛନ୍ଦି ହେଇକିରି ଅଛି, ଡର ଭୟରେ ଜୀବନଯାପନ କରୁଛି। ତେଣୁକରି ପ୍ରତ୍ୟେକ ଯୋନିରେ ସେଇ ଏକ ଆତ୍ମା ହିଁ ଅଛନ୍ତି। ଆତ୍ମାକୁ ବାହାରେ ନୁହଁ, ଭିତରକୁ ଗଲେ ଚିହ୍ନିବା। ସିଏ ଯେହେତୁ ବିଷୟ, ତାକୁ ବସ୍ତୁ ରୂପରେ ଦେଖିପାରିବାନି। ସେ ଯେହେତୁ ମୁଁ, ମୋ ଠାରୁ ଭିନ୍ନ ଦେଖିପାରିବାନି। ବୁଝିପାରିଲେ? ଶେଷ ଲାଇନ ହେଲା, ଇଏ ଆତ୍ମା ଛଡା ଆଉ କିଛି ହିଁ ନାହିଁ। କିଛି ହିଁ ନାହିଁ। ସୁନ୍ଦର କଥା କହିଲେ, ସର୍ବମ୍ ଖଲ୍ବିଦମ୍ ବ୍ରହ୍ମ ନେହ ନାନାସ୍ତି କିଞ୍ଚନ। ଯେମିତି ସ୍ୱପ୍ନ ସଂସାର ସାଙ୍ଗରେ ତୁଳନା କଲେ ଆଉ ଟିକେ ସହଜ ଭାବରେ ବୁଝିପାରିବା। ସ୍ୱପ୍ନ ସଂସାରକୁ ଦେଖୁଥିବା ଦ୍ରଷ୍ଟା ଯେମିତି ସ୍ୱପ୍ନ ସଂସାରର ଆଧାର, ସ୍ୱପ୍ନ ସଂସାର କେତେ ବଡ଼ ଦେଖାଯାଏ। ସ୍ୱପ୍ନ ସଂସାର ଭିତରେ ଆମେ ପାହାଡ଼, ପର୍ବତ, ସମୁଦ୍ର, ସାଙ୍ଗସାଥି, ତରୁଲତା, ଗଛ ବୃଛ, ବାଘ, ଭାଲୁ, କେତେ କ'ଣ ଦେଖୁଛେ। ଏତେ ବଡ଼ ବିଶାଳ ସ୍ୱପ୍ନ ସଂସାରର ଆଧାର କିଏ? ସେ ସ୍ୱପ୍ନକୁ ଯିଏ ଦେଖୁଛନ୍ତି, ଯିଏ ଶୋଇକିରି ଶରୀର ଅଛି, ଶରୀର ଭିତରେ ମସ୍ତିଷ୍କ ଅଛି, ମସ୍ତିଷ୍କ ଭିତରେ ବିଚାର ଚାଲିଛି, ସେ ବିଚାରକୁ, ସେ ସ୍ୱପ୍ନକୁ ଦ୍ରଷ୍ଟା ଭାବରେ, ସାକ୍ଷୀ ଭାବରେ ଆତ୍ମା ଭିତରେ ଥାଇକି ଦେଖୁଛନ୍ତି।
ଯାହା ସ୍ୱପ୍ନ ସଂସାର ସେଇଆ ହିଁ ସାକ୍ଷାତ ଏ ଜାଗୃତ ସଂସାର ବି। ଯେମିତି ସ୍ୱପ୍ନ ସଂସାରର ଆଧାର ସେ ଆତ୍ମା ଆପଣ ଭିତରେ ମନର ଉର୍ଦ୍ଧ୍ୱରେ ଅଛନ୍ତି, ଆଖି ବନ୍ଦ କରି ଦେଖି ପାରୁଛନ୍ତି, ଏଠି ଆଖି ଖୋଲିକିରି ବି ସେଇ ସ୍ୱପ୍ନ ହିଁ ଦେଖୁଛନ୍ତି, ସେଇ ସଂସାର ହିଁ ଦେଖୁଛନ୍ତି। ସଂସାର ସ୍ୱପ୍ନ ଯେମିତି ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହଉଛି, ଇଏ ସଂସାର ସେମିତି ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହଉଛି। ଶରୀର, ସମ୍ପର୍କ, ମନର ବୃତ୍ତି, ମନର ଇଚ୍ଛା ଶକ୍ତି, ସାଙ୍ଗସାଥି ସବୁ ପରିବର୍ତ୍ତନ ହଉଛି। କିନ୍ତୁ ସ୍ୱପ୍ନରୁ ଯେତେବେଳେ ଆମେ ଜାଗୃତ ଅବସ୍ଥାକୁ ଆସିଲା ପରେ ଯେମିତି ସ୍ୱପ୍ନକୁ ଚିହ୍ନୁଛେ, ସେମିତି ଏଠି ଅଜ୍ଞାନରୁ ଯେତେବେଳେ ଆପଣ ଜ୍ଞାନ ପ୍ରାପ୍ତି କରିକିରି ନିଜ ତତ୍ତ୍ୱ ପାଖରେ ପହଞ୍ଚିବେ, ଇଏ ଜାଗୃତ ଅବସ୍ଥା ରୂପକ ଏ ସ୍ୱପ୍ନ ସଂସାରକୁ ଚିହ୍ନି ପାରିବେ। ଏକ୍ଜାକ୍ଟ। ବୁଝିପାରିଲେ? କିନ୍ତୁ ଏବେ ଆମେ କଣ କରୁଛେ, ଆମେ ବସ୍ତୁ ରୂପରେ ଚିହ୍ନିବା ପାଇଁ ଚେଷ୍ଟା କରୁଛେ, ଆମେ ବାହାରେ ଚିହ୍ନିବା ପାଇଁ ଚେଷ୍ଟା କରୁଛେ, ବାହାରେ ନୁହଁ, ଆତ୍ମା ଭିତରେ, ଆତ୍ମା ଆଧାର। ଆମ ମନ ଏଠି କଣ ହଉଛି, ମେଳ ଖାଉନି, ଆମ ମନ ସାଙ୍ଗରେ ଆତ୍ମଜ୍ଞାନ ଟିକେ ତାଦାତ୍ମ୍ୟକତା ବସୁନି, ତ ସେଠି ଆମେ ଟିକେ ବାଟବଣା ହେଇଯାଉଛେ, ଆମେ ଧରି ପାରୁନେ। ଆତ୍ମଜ୍ଞାନ ବହୁତ ସୂକ୍ଷ୍ମ, ବହୁତ ସୂକ୍ଷ୍ମ, ତାକୁ ସେତିକି ବିବେକ, ବୈରାଗ୍ୟ, ସେତିକି ଶାନ୍ତ ମନ, ସେତିକି ସୂକ୍ଷ୍ମ ସ୍ତରକୁ ଯାଇକିରି ପରଖିଲେ ବୁଝିପାରିବେ। ଭଲ ହେଲା, ଆମ ଚର୍ଚ୍ଚାଟା ବି ଅପଲୋଡ କରିବା। ମୁଁ ଜାଣିଥିଲି ଆପଣ କିଛି ନା କିଛି ଗଭୀର ପ୍ରଶ୍ନ ପଚାରିବେ। ଆପଣ ଯୋଉ ପ୍ରଶ୍ନ ପଚାରନ୍ତି ପୁରା ବହୁତ ଡିପ୍ କଥା ପଚାରନ୍ତି। ମୁଁ ନା ଏଇଟାକୁ ମାନେ ଏଇ ଜ୍ଞାନ ସ୍ତରରେ ମାନେ ମୋ ଯେତିକି ମୋର କ୍ଷୁଦ୍ର ବିଚାର ସ୍ତରରେ ମୁଁ ଏଗୁଡାକ ଆରାମସେ ବୁଝୁଛି, କିନ୍ତୁ ସେଇ ଟିକେ ଯେହେତୁ ଅନୁଭବର ଶ୍ରେଷ୍ଠ ମାନେ ସର୍ବୋଚ୍ଚ ସ୍ତରକୁ ଯାଇନି ମଣିଷ, ସେଥିପାଇଁ ଟିକେ ଗଡବଡ ହେଇଯାଉଛି ମଝିରେ ମଝିରେ। ଆଉଥରେ ଟିକେ ବହିର୍ମୁଖୀ ହେଇଯାଉଛନ୍ତି, କିଛି ଅସୁବିଧା ନାହିଁ। ଆଉ ହେଇଯାଉଛି। ଆମର କ୍ଲାସେସ୍ ଏବେ ଆରମ୍ଭ ହବ, ଆମେ ଆସନ୍ତା ବୁଧବାର ଦିନଠୁ କ୍ଲାସ୍ କରିବା। ବୁଧବାର ଦିନଠୁ ସେ ୱେବସାଇଟ୍ ବି ଲଞ୍ଚ ହେଇଯାଇଛି, ଆପଣ ଗୁଗଲକୁ ଯାଇକିରି brahmatattva.in ସର୍ଚ୍ଚ କରିକିରି ତା ଦେହରେ ଜଏନ୍ ହେଇପାରିବେ। ସପ୍ତାହକ 3 ଦିନ ବି କ୍ଲାସେସ୍ ଚାଲିବ, ତାପରେ ଧୀରେ ଧୀରେ ବଢ଼େଇବା, ତାପରେ ଧୀରେ ଧୀରେ ଏମିତି ବି ଦିନ ଆସିବ ଅଫଲାଇନ୍ ବି, ପରାବିଦ୍ୟାର କିଛି ଛୋଟ ମୋଟ ସ୍କୁଲ ହରିକା ହବ, କାହିଁକିନା ଏ ଜ୍ଞାନର ବହୁତ ଆବଶ୍ୟକ ଅଛି। ଆମେ ସମସ୍ତେ ଗୋଟେ ପରିବାର, ଆମେ ସମସ୍ତେ ଗୋଟିଏ, ନା ଜାତି, ନା ଧର୍ମ, ନା ବର୍ଣ୍ଣ, ନା ପନ୍ଥ, କିଛି ପାର୍ଥକ୍ୟ ଆମ ଭିତରେ ନାହିଁ। ଆମେ ଅଜ୍ଞାନରେ ଏସବୁ ଜିନିଷକୁ ନିର୍ମାଣ କରିକି ଅଜାଣତରେ ଆମେ ସମସ୍ତେ ବିରୋଧାଭାସ କରୁଛେ, କୋଉଠି ଘୃଣା କରୁଛେ, କୋଉଠି ପାତରନ୍ତର କରୁଛେ, ଏସବୁ ଅଜ୍ଞାନ। ଯେତେବେଳେ ଆତ୍ମଜ୍ଞାନର ପ୍ରଚାର ବ୍ୟାପିବ, ଆମ ସମସ୍ତଙ୍କ ଭିତରେ ସତ୍ୟତାକୁ ସ୍ପଷ୍ଟ ଭାବରେ ଆମେ ସମସ୍ତେ ବୁଝିପାରିବା, ଚିହ୍ନିପାରିବା, ଜଣେ ଜଣଙ୍କର ସାହାରା ହବା, ଆଉ ଥରେ ସେ ସତ୍ୟ ଯୁଗ ପରିକା ଆମେ ଆନନ୍ଦ ଶାନ୍ତିରେ ଜୀବନ ଯାପନ କରିପାରିବା, ବ୍ରହ୍ମଲୀଳା ସାର୍ଥକ ହବ। ଏଇଟା ହବ ଅଳ୍ପ ଦିନ ଭିତରେ। ଠିକ ଅଛି, ଆଉ କିଛି ପ୍ରଶ୍ନ ନାହିଁ ତ? ଏବେ ତ ନାହିଁ, ଚେଷ୍ଟା କରିବି। ଯେତେବେଳେ ଆସିବ ପ୍ରଶ୍ନ ଆଉଥରେ କଥା ହବା, କିଛି ନାହିଁ। ଆପଣ ମନରେ ଯୋଉ ପ୍ରଶ୍ନ ଉଠୁଛି, ଏମିତି ଅନେକ ଲୋକଙ୍କ ମନରେ ବି ଏସବୁ ପ୍ରଶ୍ନ ଆସିବା ସ୍ୱାଭାବିକ। ଆଉ ଏଇଟା ଅପଲୋଡ କରିବା, ଏଇଟା ଅପଲୋଡ କରି କିଛି ଲୋକ ଶୁଣିବେ, ତାଙ୍କ ମନରେ ବି କିଛି ସ୍ପଷ୍ଟତା ଆସିବ। ଠିକ ଅଛି, ଜୟ 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 ଜୟ। ବ୍ରହ୍ମ।